ଯଦି ଆପଣ ବେକାର ଅଛନ୍ତି ତାହେଲେ ଆପଣ କିଛି କରିବାକୁ ଚାହୁଁଛନ୍ତି, କିଛି ବିଜନେସ୍ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଖରେ ପଇସା ନାହିଁ, ତାହେଲେ ଏ ଭିଡ଼ିଓଟିକୁ ନିହାତି ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଆପଣଙ୍କୁ ଭାଇ ସବୁ କହିବ। ସେଥିପାଇଁ ଆପଣ କୌଣସି ଯିବାକୁ ପଡ଼ିବନି, ଆପଣଙ୍କ ମୋବାଇଲରେ ବି ଆପ୍ଲାଏ କରିପାରିବେ। ସେଥିପାଇଁ ଗଭର୍ଣ୍ଣମେଣ୍ଟ ଦେଉଛି ଆପଣଙ୍କୁ ପୁରା 5 ଲକ୍ଷ ପର୍ଯ୍ୟନ୍ତ ଲୋନ୍। ସେ ଭିତରୁ ବି ଆପଣ 3 ଲକ୍ଷ ଟଙ୍କା ସୁଝିବେ ଏବଂ 2 ଲକ୍ଷ ଟଙ୍କା ଆପଣଙ୍କୁ ଛାଡ଼ ହେବ। ସେଥିପାଇଁ କୌଣସି ଏକ ବ୍ରାଉଜରକୁ ଯାଇକି ଆପଣ ଲେଖିବେ PMEGP ଲେଖି ସର୍ଚ୍ଚ କଲା ପରେ ଦେଖିପାରୁଥିବେ ପ୍ରାଇମ୍ ମିନିଷ୍ଟର ବା ଏମ୍ପ୍ଲୟମେଣ୍ଟ ଏମିତି କିଛି ଲେଖା ଆସୁଛି ଜେନେରେସନ୍ ପ୍ରୋଗ୍ରାମ। ଆସିଲା ପରେ ଏଇଠି ଆପଣଙ୍କୁ ବହୁତ ସାରା ଦେଖୁଛି। ଯଦି ଆପଣ ଆଗରୁ ଲୋନ୍ ନେଇଛନ୍ତି ତାହେଲେ 3 ନମ୍ବର ଇଏରେ ଦେଖିବେ। ଯଦି ଆପଣଙ୍କର ରିଜେକ୍ଟ ହେଇଛି, ରେଜିଷ୍ଟର ହେଇଛି, ଆପଣ ପାଇନାହାନ୍ତି, ତାହେଲେ 2 ନମ୍ବର ଦେଖିବେ। ଯଦି ଆପଣ ନୂଆ ଆପ୍ଲାଏ କରିବେ ତାହେଲେ ଏଇଠି ଆପ୍ଲାଏ ଉପରେ ଆପଣ କ୍ଲିକ୍ କରି ନେଇଯିବେ। ଏହାର ପୁରା ଡିଟେଲ୍ସ ଆପଣମାନଙ୍କୁ କହିବି। ତାହା ପୂର୍ବରୁ ଆପଣ ଗୋଟେ କାମ କରି ରଖିଥିବେ, ଆପଣ MSME ଗୋଟେ ଆଧାର ଉଦ୍ୟମ MSME ଗୋଟେ ଆପଣ କରି ନେଇଯିବେ। ଏହା ବହୁତ ସହଜ, ଫ୍ରିରେ ବି ମଧ୍ୟ ହେଉଛି। ଆପଣ କୌଣସି ସାଇଟ୍କି ଯାଇକି ଆପଣ କରିପାରିବେ। ଆଧାର ଉଦ୍ୟମ ରେଜିଷ୍ଟ୍ରେସନ୍ ଲେଖିବେ। ଲେଖିଲା ପରେ ଆପଣଙ୍କର ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ ଥିବା ଦରକାର। ସେଠି OTP ଯିବ, ଆପଣ ପାନ୍ କାର୍ଡ଼ ଦେବେ, ବ୍ୟାଙ୍କ ପାସବଇ ଦେବେ, ଆପଣଙ୍କର ହେଇଯିବ। ଦେଲା ପରେ ଆପଣ ନିଜର ଏଇଠି ଆଧାର ନମ୍ବର ଦେଇଦେବେ। ଦେଲା ପରେ ତାପରେ ଆପଣ ଯଦି ଆଧାର ନମ୍ବର ନାହିଁ, ମେଲ୍ ID ଅଛି ନା ଆଧାର ଏନରୋଲମେଣ୍ଟ ନମ୍ବର ଅଛି, ତାହେଲେ ଆଧାର ଏନରୋଲମେଣ୍ଟ ଏବିଟି ଦେଇପାରିବେ। ଏହା ପୂର୍ବରୁ ଆଉ ଗୋଟେ କଥା କହିଦେଉଛି, ଏହା ଯେଉଁ ଆପ୍ଲାଏ କରିବେ ଆମକୁ କିଛି କରିବାକୁ ପଡ଼ିବନି। ଡାହାଣ ସାଇଡ଼୍ରେ ଦେଖିପାରୁଥିବେ ଗୋଟେ ବକ୍ସ ଅଛି, 1 ନମ୍ବର A B କରିକି ବହୁତ କିଛି ଅଛି। ସେଇଠି ଆପଣଙ୍କର ପୁରା ଡିଟେଲ୍ସ ରହିଛି। ତଥାପି ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ପ୍ରଥମେ ଆଧାର ନମ୍ବର ଲେଖିବେ, ତାପରେ ଏନରୋଲମେଣ୍ଟ ନମ୍ବର ଲେଖିବେ, ତାପରେ ଆପଣଙ୍କର ନାମ দিব, ତାପରେ ଆପଣଙ୍କର କେଉଁ ଏଜେନ୍ସି ଦ୍ୱାରା ଆପଣ ଲୋନ୍ଟା ନେବେ ତା ଆପଣ ଦେବେ। ଏଇ ଲୋନ୍ ଫର୍ମକୁ ଆପଣ ଭରିବାକୁ ପଡ଼ିବ। ଚାଲନ୍ତୁ, ପୁରା ତ ମୁଁ କହିବିନି, ଯାହା ରୁଲ୍ ବାହାରେ। ସେଥିପାଇଁ ଆପଣଙ୍କୁ ଏଠି ପ୍ରଥମେ ଆଧାର ନମ୍ବର ଦେବେ, ତାପରେ ଏନରୋଲମେଣ୍ଟ ନମ୍ବର ଦେବେ, ତାପରେ ଆପଣଙ୍କର ନାମ ଦେବେ, ତାପରେ ଏଠି KVIC ସିଲେକ୍ଟ କରିବେ। ଅଲଗା କିଛି ସିଲେକ୍ଟ କରିବେନି, କାହିଁକିନା ଏଇଠି ଏଇ ମାତ୍ରାରେ ଆପଣଙ୍କୁ ଲୋନ୍ଟା ମିଳିବ। ତାପରେ ଆପଣଙ୍କର ଏଠି ରାଜ୍ୟ ଚୁଜ୍ କରି ନେଇଯିବେ ଓଡ଼ିଶା ବୋଲି। ତାପରେ ଆପଣଙ୍କର ଏଠି କେଉଁ ଜିଲ୍ଲା ଏଠି ଚୁଜ୍ କରି ନେଇଯିବେ। ତାପରେ ଯଦି ଆପଣଙ୍କର ଏଇସବୁ ଅଟୋମେଟିକ୍ ଡିଟେଲ୍ସ ଆସିବ, ବକ୍ସ ଉପରେ କ୍ଲିକ୍ କରିବେ। ତାପରେ ଏଠି ମେଲ୍ କି ଫିମେଲ୍ ଦେବେ, ତାପରେ ଏଠି ଡେଟ୍ ଅଫ୍ ବାର୍ଥ ଦେଇଦେବେ, ଅଟୋମେଟିକ୍ ଆଗକୁ ପଳେଇ ଆସିବ। ତାପରେ ଆପଣ କେଉଁ କ୍ୟାଟେଗୋରୀରେ ଅଛନ୍ତି ତାହା ଦେବେ। ତାପରେ ଆପଣ କେତେ ପାଠ ପଢ଼ିଛନ୍ତି ତାହା ଦେଇଦେବେ। ତାପରେ ଏଠି କମ୍ୟୁନିକେସନ୍ ଆଡ୍ରେସ୍, ଆପଣଙ୍କର ଠିକଣା ଏଠି ଦେଇଦେବେ। ଠିକଣାଟା ଆପଣ ଭଲ ଭାବରେ ଭରିବେ, କାହିଁକିନା ଆପଣଙ୍କ ଯେଉଁ ପାଖରେ ବ୍ୟାଙ୍କ ଅଛି ଆପଣ ସେଇ ଆଡ୍ରେସଟା ହିଁ ଦେବେ ଆଉ ପାଖ ବ୍ୟାଙ୍କକୁ। ମନେ ରଖିବେ, କୌଣସି ଓଡ଼ିଶା ବ୍ୟାଙ୍କ କି ଆପଣ ଯେଉଁ ମୟୂରଭଞ୍ଜ କୋଅପରେଟିଭ ବ୍ୟାଙ୍କ, ଏ ବ୍ୟାଙ୍କ ହେବନି, ଅଲଗା ବ୍ୟାଙ୍କରେ ହେବ। ଯେତିକି ବଡ଼ ବଡ଼ ବ୍ୟାଙ୍କ ସେଗୁଡ଼ାକ ଏଇ ଲୋନ୍ ଦେଇପାରିବେ, ସେ ବ୍ୟାଙ୍କ ଲୋନ୍ ଦେବନି। ତାପରେ ଏଠି ଆପଣଙ୍କର ଯାହା ଡିଟେଲ୍ସ ଦେବେ, ତାପରେ ଆପଣ ଏଠି ଲେଖିବେ ଆପଣ କେତେ ଟଙ୍କା ନେବାକୁ ଚାହୁଁଛନ୍ତି, ଆଉ କେତେ କାରିଗର ରଖିବେ, ଆଉ ଆପଣଙ୍କ ପାଖରେ କେତେ ଜମା ପୁঁଜି ଅଛି, ଆଉ କେତେ ନେବାକୁ ଚାହୁଁଛନ୍ତି ଟୋଟାଲ୍ସ ଲେଖିବେ। ଯଦି ଆପଣ 5 ଲକ୍ଷ ନେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ କେତେ ଅଛି ତା ଏଠି ଟୋଟାଲ୍ ଦେବେ। ଦେଲା ପରେ ତାପରେ ଏଠି ବ୍ୟାଙ୍କ ଡିଟେଲ୍ସ ଆପଣ ଦେଇଦେବେ। ଯାହା ଅଛି ଏଗୁଡ଼ାକ ଆପଣ ଦେଇଦେବେ। ତା ପୂର୍ବରୁ କହିଦେଉଛି MSME ଆପଣ ନିହାତି କରିଦେଇଥିବେ। ଯଦି ଆପଣ ଫର୍ମ ଭରିବାର ବାଧା ହେଉଛି ତାହେଲେ ଡାହାଣ ସାଇଡ଼୍ରେ ଆପଣ ଦେଖିପାରୁଥିବେ, ଏଇ ଡାହାଣ ସାଇଡ଼୍ରେ ସବୁକିଛି ଆପଣଙ୍କର ଡିଟେଲ୍ସ ଦେଇଛି, କେମିତି ଆପଣ ପୂରାଇ ପାରିବେ। ଟୋଟାଲ୍ ଦେଇଦେଇଛି 13 ନମ୍ବର, 14 ନମ୍ବର, ଯେତେ ନମ୍ବର ଯାହା ଅଛି ସେଇ ନମ୍ବର ଅନୁସାରେ ଦେଇଛି। ଏହା ଦେଖିକି ଆପଣ ପୂରଣ କରିପାରିବେ। ପୂରଣ କଲା ପରେ ଆପଣଙ୍କର ଡକୁମେଣ୍ଟ ଭେରିଫାଇ ହେବ। ଭେରିଫାଇ ହେଲା ପରେ ଆପଣ ବ୍ୟାଙ୍କ ବାଲା ଆପଣଙ୍କୁ ଡାକିବ। ଡାକିଲା ପରେ ଆପଣଙ୍କର ଲୋନ୍ ସାଂକ୍ସନ୍ ହେବ। ଏହିପରି ଭାବେ ଆପଣ ଲୋନ୍ ସାଂକ୍ସନ୍ କରିପାରିବେ।
এই লোनटा ଆପଣ ବିଜନେସ୍ କରନ୍ତୁ ନିହାତି ଭଲ, କାହିଁକିନା ଯଦି ଆପଣ କିଛି କେତେ ଟଙ୍କା ଲୋନ୍ ନେଉଛନ୍ତି ଆପଣଙ୍କର 35%, ଶତକଡ଼ା 35% ଆପଣଙ୍କର ଛାଡ଼ ରହିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।